ମେଘମାଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଯୀଶୁଙ୍କ ଆଗମନ କାହିଁକି ବିଳମ୍ବ ହେଉଅଛି। ଆଜିର ପ୍ରସଙ୍ଗ ହେଲା ଯୀଶୁଙ୍କ ଆଗମନ କାହିଁକି ବିଳମ୍ବ ହେଉଅଛି। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆସନ୍ତୁ ପ୍ରଭୁଙ୍କ ବାକ୍ୟରୁ ଗୋଟେ ପଦ ପାଠ କରି ଆମେ ଆଗକୁ ବଢ଼ିବା। ଆପଣମାନେ ମୋ ସହିତ ଏବ୍ରୀ ପୁସ୍ତକ 10 ଅଧ୍ୟାୟକୁ ଆସିବେ। ଏବ୍ରୀ ପୁସ୍ତକ 10 ଅଧ୍ୟାୟ 37 ପଦରେ ଏ ପ୍ରକାର ଲେଖାଯାଏ, କାରଣ ଆଉ ଅତି ଅଳ୍ପ ସମୟ ମାତ୍ର ଯାହାଙ୍କ ଆଗମନ କରିବାର ଅଛି ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ବାକ୍ୟ ଆମମାନଙ୍କୁ ସ୍ପଷ୍ଟ ଭାବରେ କହେ ଯେ ସମୟ ଅତି ଅଳ୍ପ ରହିଛି, ଅତି କମ୍ ସମୟ ରହିଛି। ଯୀଶୁଖ୍ରୀଷ୍ଟ ଶୀଘ୍ର ଆଗମନ କରିବେ। ଏହି କଥା କେତେବେଳେ ଲେଖାଯାଉଛି? ଆଜିକୁ 2000 ବର୍ଷ ପୂର୍ବେ। 2000 ବର୍ଷ ବିତିଗଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଯେଉଁ ପ୍ରତିଜ୍ଞା କରିଛନ୍ତି ମଣ୍ଡଳୀକୁ ସେ ରାପ୍ଚରରେ ଉଠେଇ ନେବା ନିମନ୍ତେ, ସେ ଗୁପ୍ତ ଆଗମନରେ ଆପଣା ମନୋନୀତ ଲୋକମାନଙ୍କୁ ନେବା ପାଇଁ ସେ ଯେଉଁ ମେଘମାଳରେ ଆସିବେ, ସେ ଯେଉଁ ପ୍ରତିଜ୍ଞା କରିଛନ୍ତି, ସେହି ପ୍ରତିଜ୍ଞା ଆଜି ପର୍ଯ୍ୟନ୍ତ ସେ ସଫଳ କରିନାହାନ୍ତି। ଆଜି ମୁଁ ପ୍ରଭୁଙ୍କ ବାକ୍ୟରୁ କହିବା ପାଇଁ ଚାହେଁ ଯେ ଏହି ଏବ୍ରୀ ପୁସ୍ତକର ଲେଖକ କହନ୍ତି ଅତି ଅଳ୍ପ ସମୟ ମାତ୍ର ସେ ଶୀଘ୍ର ଆଗମନ କରିବେ, ସେ ବିଳମ୍ବ କରିବେ ନାହିଁ। ପ୍ରଶ୍ନ ହେଲା ଯେ ଯୀଶୁଖ୍ରୀଷ୍ଟଙ୍କର ଆସିବାର ବିଳମ୍ବ କାହିଁକି ହେଉଅଛି। ପ୍ରିୟ ଭାଇ ଭଉଣୀମାନେ, ଯଦି ଆପଣମାନେ ସାଧୁ ପିତରଙ୍କ ପତ୍ରରେ ଦେଖିବେ, ଦ୍ୱିତୀୟ ପିତର 3 ଅଧ୍ୟାୟ 9 ପଦରେ ପ୍ରକାର ଲେଖାଯାଏ ଯେ ପ୍ରଭୁଙ୍କର ଆଗମନ କାହିଁକି ବିଳମ୍ବ ହେଉଅଛି। ଆମେ ଏହି ବାକ୍ୟ ପଢ଼ିବା ଦ୍ୱାରା ଆମେ ସ୍ପଷ୍ଟ ଭାବରେ ଆମେ ଜାଣିପାରିବା। ଯଦି ଆପଣମାନେ ଦ୍ୱିତୀୟ ପିତର 3 ଅଧ୍ୟାୟ 9 ପଦ ପଢ଼ିବେ, ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ଭାଇ ଭଉଣୀମାନେ, ବାଇବେଲ ଆମମାନଙ୍କୁ ସ୍ପଷ୍ଟ ଭାବରେ କହେ ଯେ ପରମେଶ୍ୱର ଆପଣା ପ୍ରତିଜ୍ଞା ବିଷୟରେ ସେ କ'ଣ କରନ୍ତି ନାହିଁ, ବିଳମ୍ବ କରନ୍ତି ନାହିଁ। ଯଦି ଆଜି ଯାଏଁ ସେ ଆଗମନ କରିନାହାନ୍ତି, ଆଜି ପର୍ଯ୍ୟନ୍ତ ସେ ଗୁପ୍ତ ଆଗମନରେ ରାପ୍ଚରରେ ଆପଣ ଲୋକମାନଙ୍କୁ ଉଠେଇ ନେବା ପାଇଁ ଯଦି ଆଜି ଯାଏଁ ସେ ଆସିନାହାନ୍ତି, କାହିଁକି ଆସିନାହାନ୍ତି? ବାଇବେଲ କହେ ଯେ ଅନେକ ଭାଇ ଭଉଣୀମାନେ ପରିବର୍ତ୍ତନ ହେବାର ବାକି ରହିଛି। ଲେଖାଯାଏ, କେହି ଯେପରି ବିନଷ୍ଟ ନ ହୁଅନ୍ତି, ସମସ୍ତେ ମନ ପରିବର୍ତ୍ତନ କରି ପ୍ରଭୁ ଯେବେ ମେଘମାଳରେ ଆସିବେ, ସମସ୍ତେ ତାହାଙ୍କ ସହିତ ମେଘମାଳକୁ ନୀତ ହେବେ, ତାଙ୍କୁ ସାକ୍ଷାତ କରିବେ। ଏହା ପରମେଶ୍ୱର ଇଚ୍ଛା କରି ସେ ଦୀର୍ଘ ସହିଷ୍ଣୁ ଭାବରେ ସେ ଅପେକ୍ଷା କରିଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱର ଚିର ସହିଷ୍ଣୁ ନୁହନ୍ତି। ସେ ସବୁବେଳେ ଯେ ଅନୁଗ୍ରହ ଦେବେ ତାହା ନୁହେଁ। ଏହି ଅନୁଗ୍ରହର ଯୁଗ ସେତେବେଳେ ଶେଷ ହେବ ଯେତେବେଳେ ପରମେଶ୍ୱର ଆପଣା ମଣ୍ଡଳୀକୁ ଉଠେଇ ନେବେ। ଯେତେବେଳେ ମଣ୍ଡଳୀକୁ ସେ ଊର୍ଦ୍ଧ୍ୱକୁ ଉଠେଇ ନେଇଯିବେ, ସେହି ସମୟରେ ନା ପୃଥିବୀରେ କୌଣସି ପାଳକ ଥିବେ, ନା କିଏ ଆମକୁ ବାକ୍ୟ ବୁଝାଇବା ଲୋକ ଥିବେ, ନା ଆମ ପାଇଁ ଅନୁତାପ କରିବାର ସମୟ ଥିବ, ନା ଆମେ ପ୍ରାର୍ଥନା କରିପାରିବା। କିଛି ନାହିଁ। ପ୍ରିୟ ଭାଇ ଭଉଣୀମାନେ, ଆଜି ଯଦି ସେ ଆସିବାର ବିଳମ୍ବ ହେଉଛି, କାରଣ ଆଜି ମଣ୍ଡଳୀରେ ଅନେକ ଭାଇ ଭଉଣୀମାନେ ଅଛନ୍ତି, ପ୍ରାର୍ଥନା ଯାଉଅଛନ୍ତି ସତ କଥା, ବାକ୍ୟ ଶୁଣୁଅଛନ୍ତି ସତ କଥା, ଦାନ ଦେଉଛନ୍ତି, ଆରାଧନା କରୁଛନ୍ତି, ସେମାନେ ବାକ୍ୟ ପଢ଼ୁଛନ୍ତି, ଇଭେନ୍ ସେମାନେ ପ୍ରଚାର ବି କରୁଛନ୍ତି, ମାତ୍ର ପରମେଶ୍ୱର ଜାଣନ୍ତି ଯେ ଆଜି ସେମାନଙ୍କର ମନ ପରିବର୍ତ୍ତନ ହେଇନାହିଁ। ସେଥିପାଇଁ ସେ ଅପେକ୍ଷା କରିଛନ୍ତି। ସେ ଦୀର୍ଘ ସହିଷ୍ଣୁ ଭାବରେ ସେ ସେହି ସବୁ
ଅପରିବର୍ତ୍ତନ ଜୀବନକୁ ଦେଖିଲା ପରେ ମଧ୍ୟ ସେ କ'ଣ କରିଛନ୍ତି? ଅପେକ୍ଷା କରିଛନ୍ତି। ମୋର ଲୋକମାନେ ମଣ୍ଡଳୀରେ ରହି ମଧ୍ୟ କେହି ଯେପରି ବିନଷ୍ଟ ନ ହେବେ ଏହା ସେ ଅପେକ୍ଷା କରି ବିଳମ୍ବ କରୁଅଛନ୍ତି ପ୍ରିୟ ଭାଇ ଭଉଣୀମାନେ। ସେଥିପାଇଁ ଆମେ ଆଜି ଯାଏ ଯଦି ଆମର ମନ ପରିବର୍ତ୍ତନ ହେଇନାହିଁ, ଆମମାନଙ୍କର ଆତ୍ମିକ ଜୀବନ ଠିକ୍ ନାହିଁ, ହେଇପାରେ ଆମେ ଦାନ ଦେଉଛୁ, ପ୍ରାର୍ଥନା ଯାଉଛୁ, ଗୀତ ଗାଉଛୁ, ଆମେ ସବୁ କରୁଛୁ, ମଣ୍ଡଳୀର ସମସ୍ତ ବିଜ୍ଞାପନରେ ଆମେ ସଂଯୁକ୍ତ ଅଟୁ, ମଣ୍ଡଳୀର ସମସ୍ତ ପରମ୍ପରାରେ ଆମେ ଭାଗିଦାର ହେଉଛୁ, ବହୁତ ଭଲ ବିଷୟ। ମାତ୍ର ପରମେଶ୍ୱର ଆମର ଅନ୍ତରକୁ ସେ ଦେଖନ୍ତି, ଆଉ ସେ ଚାହୁଁଛନ୍ତି ମୋର ଆଗମନ ପୂର୍ବେ, ମୋର ଆସିବାର ପୂର୍ବେ ତୁମେ ପାପ ଛାଡ଼, ମନ ପରିବର୍ତ୍ତନ କର, ମୋ ନିକଟକୁ ଫେରି ଆସ। କାରଣ ମୋର ଆଗମନ ଭାବ ନାହିଁ ଯେ ମୋ ବିଳମ୍ବ ହେବ, ମୁଁ ଆସିବାଟା ଯେ ବିଳମ୍ବ ହେବ ଏହା ତୁମ୍ଭେମାନେ ଭାବ ନାହିଁ। ପରମେଶ୍ୱର ଏହା ସେମାନଙ୍କୁ କହିବା ପାଇଁ ଚାହାନ୍ତି। ଆମେ ବାକ୍ୟରୁ ଆଉ ଗୋଟେ ପଦ ଦେଖି ଆମେ ଆଗକୁ ବଢ଼ିବା। ମୋ ସହିତ ଆପଣମାନେ ମାଥ୍ୟୁ ଲିଖିତ ସୁସମାଚାର 25 ଅଧ୍ୟାୟକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 25 ଅଧ୍ୟାୟ 5, 6 ଆଉ 7 ପଦ ମୁଁ ପଢ଼ିବା ପାଇଁ ଚାହେଁ। ଲେଖାଯାଏ, ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇପଡ଼ିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଅନେକ ଭାଇ ଭଉଣୀମାନେ ପ୍ରଭୁଙ୍କର ଆଗମନ କଥା ଶୁଣୁଛନ୍ତି, ରେପ୍ଚରର କଥା ଶୁଣୁଛନ୍ତି। ହେଇପାରେ ଆଜି ଅନେକଙ୍କ ମନ ମଧ୍ୟରେ ଏହି ପ୍ରଶ୍ନ ରହିଛି ଯେ ମୁଁ ତ ବର୍ଷ ବର୍ଷ ଧରି ମୁଁ ଛୋଟବେଳରୁ ମୁଁ ବାକ୍ୟ ଶୁଣି ଆସୁଛି ଯୀଶୁ ଆସିବେ ଆସିବେ, ମାତ୍ର ମୋତେ ଆଜି 90 ବର୍ଷ ହେଲାଣି, ମୋତେ 85 ବର୍ଷ ହେଲାଣି, କାହିଁ ଯୀଶୁଙ୍କର ଆଗମନ ହେଉନାହିଁ? ଏହି ପ୍ରକାର ଆସିବାର ବିଳମ୍ବ ଦେଖି ଏ ସ୍ଥାନରେ ଆପଣ ପଢ଼ିବେ 25 ଅଧ୍ୟାୟରେ 5 ଜଣ ସୁବୁଦ୍ଧି ଆଉ 5 ଜଣ ନିର୍ବୁଦ୍ଧି କନ୍ୟାମାନଙ୍କ ବିଷୟରେ ଲେଖାଯାଏ। ଏମାନେ କେହି ମଧ୍ୟ ମହିଳା ନୁହନ୍ତି, ସ୍ତ୍ରୀ ନୁହନ୍ତି କିମ୍ବା ବିବାହିତା ନୁହନ୍ତି, ଏମାନେ ହେଉଛନ୍ତି କନ୍ୟା। ଆଉ ମଣ୍ଡଳୀର 2ଟି ଦଳକୁ ବୁଝାଏ ଯେ ପ୍ରଭୁ ସେ ଆସିବାର ବିଳମ୍ବ କାହିଁକି କରୁଅଛନ୍ତି। ମଣ୍ଡଳୀରେ କେଉଁମାନେ ସୁବୁଦ୍ଧି ଏବଂ କେଉଁମାନେ ନିର୍ବୁଦ୍ଧି ସେମାନଙ୍କୁ ସେ ପୃଥକ କରିବା ପାଇଁ, ଭିନ୍ନ କରିବା ପାଇଁ ତାହାଙ୍କର ଆଗମନ ବିଳମ୍ବ ହେଉଛି। ଏହା ଆମେ ଜାଣି ରଖିବା ଆବଶ୍ୟକ ରହିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ସୁବୁଦ୍ଧି କନ୍ୟାମାନଙ୍କ ଦଳରେ ଅଛନ୍ତି ନା ଆପଣ ନିର୍ବୁଦ୍ଧି କନ୍ୟାମାନଙ୍କ ଦଳରେ ଅଛନ୍ତି? ଏହା ଆପଣଙ୍କୁ ଜାଣିବା ପାଇଁ ପଡ଼ିବ। ଯଦି ଆଜି ଆମେ ନିର୍ବୁଦ୍ଧି କନ୍ୟାମାନଙ୍କ ସଦସ୍ୟ ଅଛୁ, ତାହେଲେ ଆମେ ଆମ ପାଖରେ ଏକ୍ସଟ୍ରା ଅଏଲ୍କୁ ଆମେ ରଖିବାର ଆବଶ୍ୟକ ରହିଛି। ଏକ୍ସଟ୍ରା ଅଏଲ୍ ବୋଲି କହିଲେ, ସଙ୍ଗରେ ଅଧିକ ତୈଳ ବୋଲି କହିଲେ, ଆମେ ପର୍ସନାଲି ଆମର ପ୍ରାର୍ଥନା ଜୀବନ ଠିକ୍ ରହିବାର ଆବଶ୍ୟକ ରହିଛି। ବ୍ୟକ୍ତିଗତ ଭାବରେ ଆମେ ବାକ୍ୟ ପଢ଼ିବା ଆବଶ୍ୟକ ରହିଛି। ବ୍ୟକ୍ତିଗତ ଭାବରେ ଆମର ୱାର୍ସିପ୍ କରିବାର ଆମେ ଆବଶ୍ୟକ ରହିଛି। ଏହି ନିର୍ବୁଦ୍ଧି କନ୍ୟାମାନେ ସେମାନେ ଆପଣ ସଙ୍ଗେ ସେମାନେ ତୈଳ ନେଲେ ନାହିଁ। ଆଜି ନିର୍ବୁଦ୍ଧି କନ୍ୟା ବୋଲି କହିଲେ ଆପଣ କାହାକୁ ବୁଝିବେ? ଆଜି ଅନେକ ଭାଇ ଭଉଣୀମାନେ କେବଳ ରବିବାର ପ୍ରାର୍ଥନାରେ ସେମାନେ ସନ୍ତୁଷ୍ଟ ହୋଇଯାଆନ୍ତି। ନିର୍ବୁଦ୍ଧି କନ୍ୟାମାନେ ସେମାନେ ବ୍ୟକ୍ତିଗତ ଭାବରେ ସେମାନେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କୁ ଅଧିକ ସହଭାଗିତା ସେମାନଙ୍କୁ ପସନ୍ଦ ନାହିଁ। କେବଳ ରବିବାର ଦିନ ଟିକେ ଯିବେ, ନିଜ ଇଚ୍ଛାରେ ବସିବେ, ନିଜ ଇଚ୍ଛାରେ ଗାଇବେ, ନିଜ ଇଚ୍ଛାରେ ସବୁ କରିବେ, ଆଉ ସେମାନଙ୍କୁ ତାଠାରୁ ଅଧିକ ଆଉ କିଛି ଆବଶ୍ୟକ ନାହିଁ। ମାତ୍ର ଯେଉଁମାନେ କି ସୁବୁଦ୍ଧି କନ୍ୟାମାନେ ସେମାନେ ଦୀପ ଜାଳିଲେ ଆଉ ତା ସହିତ ସେମାନେ ଏକ୍ସଟ୍ରା ଅଏଲ୍କୁ ସେମାନେ ନେଲେ। କାରଣ ସେମାନେ ଯେପରି ସବୁବେଳେ ତାଙ୍କର ପ୍ରଦୀପକୁ ସେମାନେ ଜଳାଇ ବରଙ୍କର ସାକ୍ଷାତ କରିବା ନିମନ୍ତେ ସେମାନେ ପ୍ରସ୍ତୁତ ରହିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସୁବୁଦ୍ଧି କନ୍ୟାମାନେ ଆମେ ହେବାର ଆବଶ୍ୟକ ରହିଛି ଯେ ଆମେ ଆମର ସହଭାଗିତା ଏକ୍ସଟ୍ରା ଆମର ସହଭାଗିତା ରହିବାର ଆବଶ୍ୟକ ରହିଛି। ଆମେ ବ୍ୟକ୍ତିଗତ ଭାବରେ ଆମେ ବାକ୍ୟ ପଢ଼ିବାର ଆବଶ୍ୟକ ରହିଛି। କେବଳ ମଣ୍ଡଳୀରେ ଯେଉଁ ପ୍ରଭୁଙ୍କ ଦାସମାନେ ବାକ୍ୟ ଦେଉଛନ୍ତି ତାହା ଶୁଣି ଆମେ ସନ୍ତୁଷ୍ଟ ହୋଇଯିବା, ତାହେଲେ ଆମେ ନିର୍ବୁଦ୍ଧି କନ୍ୟାମାନଙ୍କ ସ୍ତରରେ ଆମେ ପଳାଇ ଆସିବା। ଲେଖାଯାଏ, ବରଙ୍କର ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇପଡ଼ିଲେ, କିନ୍ତୁ ଅର୍ଦ୍ଧରାତ୍ରରେ ଏହି ଦେଖ ବର ତାଙ୍କ ସଙ୍ଗରେ ସାକ୍ଷାତ କରିବାକୁ ବାହାର। ଏପରି କୋଳାହଳ ହେଲା। ସେତେବେଳେ ସେହି କନ୍ୟା ସମସ୍ତେ ଉଠି ଆପଣା ଆପଣା ପ୍ରଦୀପ ସଜାଡ଼ିଲେ। ଏଇ ସୁବୁଦ୍ଧି କନ୍ୟାମାନେ ନିଜର ପ୍ରଦୀପକୁ ସେମାନେ ସଜାଡ଼ିଲେ, ମାତ୍ର ନିର୍ବୁଦ୍ଧି ଲୋକମାନଙ୍କ ଠାରେ ତୈଳ ନଥିଲା, ସେମାନେ ବରଙ୍କୁ ସାକ୍ଷାତ କରିପାରିଲେ ନାହିଁ। ଯେଉଁ ସମୟରେ ସେମାନେ ଦୋକାନରୁ ତୈଳ ଆଣୁଛନ୍ତି
ଆଉ ସେ ସମୟରେ ସେମାନଙ୍କ ପ୍ରଦୀପ ସେମାନେ ଜଳାଇ ସାକ୍ଷାତ କରିବା ପାଇଁ ଚେଷ୍ଟା କରୁଛନ୍ତି, ମାତ୍ର ବିଳମ୍ବ ହେଇଯାଉଛି, ସେମାନେ ପାରୁନାହାନ୍ତି। ପ୍ରିୟ ଭାଇ ଭଉଣୀମାନେ, ଆପଣ ଭାବନ୍ତୁ ନାହିଁ ପ୍ରଭୁଙ୍କର ଆଗମନ ବିଳମ୍ବ ହେବ, ସେ ଆସିବେ ନାହିଁ, ଏ ପ୍ରକାର ଭାବନ୍ତୁ ନାହିଁ। ପରମେଶ୍ୱର ତାହାଙ୍କର ପ୍ରତିଜ୍ଞା ବିଷୟରେ ସେ ବିଳମ୍ବ କରନ୍ତି ନାହିଁ। ସେ ଆପଣଙ୍କୁ ମୋତେ ନେବା ପାଇଁ ସେ ଶୀଘ୍ର ଆସୁଅଛନ୍ତି। ସେଥିପାଇଁ ଆମକୁ ଶୀଘ୍ର ମନ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି। ଆମେ ନିଜକୁ ଭାଙ୍ଗିବାର ଆବଶ୍ୟକ ରହିଛି। ପ୍ରଭୁଙ୍କର ଗୋଡ଼ ଧରି ଅନୁତାପ କରି ଆମେ ଆମ ଜୀବନକୁ, ଆମର ହୃଦୟକୁ ଆମେ ପ୍ରଭୁଙ୍କ ସାହାଯ୍ୟରେ ପରିଷ୍କାର କରିବା ଆବଶ୍ୟକ ରହିଛି। ଯଦି ଆପଣମାନେ ଦେଖିବେ, ଆଉ ଗୋଟେ ବାକ୍ୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦେଖୁଛୁ ଯେ ପ୍ରଭୁଙ୍କର ଆଗମନ କାହିଁକି ବିଳମ୍ବ? କାରଣ କେହି ଯେପରି ବିନଷ୍ଟ ନ ହେବେ ଆଉ ସମସ୍ତେ ମନ ପରିବର୍ତ୍ତନ କରିବେ, ଏଥିପାଇଁ ସେ ଆସିବାର ବିଳମ୍ବ ହେଉଅଛି। ଦ୍ୱିତୀୟ ବିଷୟ ଆମେ ଦେଖିଲୁ ଯେ ମଣ୍ଡଳୀରେ କେଉଁମାନେ ସୁବୁଦ୍ଧି କନ୍ୟା ଆଉ କେଉଁମାନେ ନିର୍ବୁଦ୍ଧି, ଅର୍ଥାତ୍ କେଉଁମାନେ ମନୋନୀତ ଆଉ କେଉଁମାନେ ଆହୁତ, ଏହି ଲୋକମାନଙ୍କୁ ଭିନ୍ନ କରିବା ପାଇଁ, ପୃଥକ କରିବା ପାଇଁ ସେ କ'ଣ କରୁଅଛନ୍ତି? ତାହାଙ୍କର ଆଗମନକୁ ବିଳମ୍ବ କରୁଅଛନ୍ତି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ବରଙ୍କୁ କେଉଁମାନେ ସାକ୍ଷାତ କରିବେ? ବରଙ୍କୁ କେଉଁମାନେ ସାକ୍ଷାତ କରିବେ? ଯଦି ଆପଣମାନେ ସେହି ଦ୍ୱିତୀୟ ପିତର 3 ଅଧ୍ୟାୟକୁ ଆସିବେ, ଦ୍ୱିତୀୟ ପିତର 3 ଅଧ୍ୟାୟ 11 ଆଉ 12 ପଦରେ ଲେଖାଯାଏ, ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ ଈଶ୍ୱରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜଳି ଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, ସେହି ଦିନର ଆଗମନର ଅପେକ୍ଷା କରି ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭମାନଙ୍କର କିପରି ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ। ସେମାନେ ବରଙ୍କୁ ସାକ୍ଷାତ କରିବେ ଯେଉଁମାନେ ତାହାଙ୍କର ଅପେକ୍ଷାରେ ଅଛନ୍ତି। କେବଳ ଅପେକ୍ଷାରେ ରହିଲେ ହେବ ନାହିଁ। ନିଜର ଆଚାର ବ୍ୟବହାରକୁ ସଜାଡ଼ି, ନିଜ ଜୀବନକୁ ପରିବର୍ତ୍ତନ କରି, ନିଜ ମନକୁ ପରିବର୍ତ୍ତନ କରି, ଦିନ ପ୍ରତିଦିନ ପବିତ୍ର ଜୀବନଯାପନ କରି ତାହାଙ୍କ ସହିତ ଗମନାଗମନ କରୁ କରୁ ତାହାଙ୍କର ଆଗମନର ଅପେକ୍ଷାରେ ଯେଉଁମାନେ ଅଛନ୍ତି, ସେମାନେ ବରଙ୍କୁ ସାକ୍ଷାତ କରିବେ। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମେ ତାହାଙ୍କର ଅପେକ୍ଷାରେ ରହିବା। ଯଦି ଆମେ ମନ ପରିବର୍ତ୍ତନ କରିନାହୁଁ, ଆଜି ପର୍ଯ୍ୟନ୍ତ ବର୍ଷ ବର୍ଷ ହେଲା ଆମେ ମଣ୍ଡଳୀରେ ଅଛୁ, ବାକ୍ୟ ଶୁଣୁଛୁ, ଆମେ ପ୍ରାର୍ଥନା କରୁଛୁ, ଦାନ ଦେଉଛୁ, ମାତ୍ର ଆମର ଆତ୍ମିକ ଜୀବନ ଯଦି ଠିକ୍ ନାହିଁ, ଆଜି ସୁଯୋଗ ଅଛି। ଏହି ଅନୁଗ୍ରହର ସମୟ ଥାଉ ଥାଉ ଆମେ ପ୍ରଭୁଙ୍କ ନିକଟକୁ ଫେରି ଆସିବା, ତାହାଙ୍କର ଗୋଡ଼ ଧରିବା, ତାଙ୍କୁ କ୍ଷମା ମାଗିବା ଆଉ ତାହାଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ହେବା।